ପଚାରିବାର ଥିଲା ଗୋଟେ ମିନିଟ୍ ପାଇଁ। ହଁ ହଁ କହୁନାହାନ୍ତି। ଯେ ଆପଣଙ୍କ ତ ମୁଁ ବହୁତ ଭିଡିଓ ଦେଖୁଛି। ହଁ ଯେ ଭଗବାନଙ୍କୁ ଜାଣିବା ପାଇଁ ତାଙ୍କର ଯୋଉ ଅବିନାଶୀ ଶରୀର ଆଉ ପରମାତ୍ମାକୁ କଣ ଏଇ କୁଣ୍ଡଳିନୀ ଦ୍ଵାରା କି ଅନ୍ୟ କୋଉ ଇଏରେ ଦେଖେଇ ପାରିବ, ଅନୁଭବ କରି ପାରିବ? ନା ଅନୁଭବ କଥା କହିଲେ ଠିକ, କିନ୍ତୁ ଭଗବାନଙ୍କୁ ଦେଖି ହୁଏ ନା। କଣ ବୁଝିଲେ ନା? କୌଣସି ଭଗବାନଙ୍କୁ ଦେଖି ହୁଏ ନା। ଭଗବତ ଶକ୍ତି ଟା ଆମର ଯେମିତି ଭୂତାଣୁ କି ଜୀବାଣୁକୁ ଆଖିରେ ଦେଖି ହୁଏ ନା, ମାଇକ୍ରୋସ୍କୋପ ଲାଗିଲା ପରେ ସେ ତାର ଆକୃତିଟା ବୃଦ୍ଧି କରିକି ଆମେ ଆଖିରେ ଦେଖନ୍ତି। ସେମିତି ପରମାତ୍ମାଙ୍କର ଚିତ୍ ଶକ୍ତି ବା ଚିଦାଲୋକ, ତାକୁ ଖାଲି ଆଖିରେ ଦେଖି ହବନି, ତାକୁ ସାଧନା ବଳରେ ତାକୁ ଯଦି ମାନେ ବୃଦ୍ଧି କରିକି ତାଙ୍କର ମାନେ ତାକୁ ସ୍ଥୂଳ କରିକିରି ହେଲା, ସ୍ଥୂଳ କରିକିରି ଆଖି ଆଗକୁ ଆଣି ହେଇପାରିବ। କିନ୍ତୁ ସେଇଟା ହଉଛି ସାଧନାର କଥା। କୁଣ୍ଡଳିନୀ କଥା କହିଲେ, କୁଣ୍ଡଳିନୀ ଆମ ଗୁରୁ କହିଲେ ଶ୍ରୀ ଦୟାନନ୍ଦ ପରମଦେବ, କୂଳ କୁଣ୍ଡଳିନୀ ଜାଗ୍ରତ ବାବୁ ହୋଇବ ଯେବେ, ସକଳ ସିଦ୍ଧି ତୁ ଲଭିବୁ ତାହା ଶୁଣ ତୁ ଏବେ। କୁଣ୍ଡଳିନୀ କଣ ବୁଝିଲେ ନା? କୁଣ୍ଡଳିନୀ କି ଶକ୍ତି? କୁଣ୍ଡଳିନୀ ହଉଛି ଜ୍ଞାନ ଶକ୍ତି। ଜ୍ଞାନ ଶକ୍ତି ଅର୍ଥ ଯେ ଶରୀର ଭିତରେ ଯୋଉ ବୀର୍ଯ୍ୟ ଶକ୍ତି ରହିଛି, ସେଇ ବୀର୍ଯ୍ୟଟାକୁ କୁହାଯାଏ କୁଣ୍ଡଳିନୀ, ଧାତୁ ଶକ୍ତିଟା। ତେଣୁ ସେଇ ଧାତୁ ଶକ୍ତିଟି ଯାହାର ଯିଏ ଯେତିକି ସୁରକ୍ଷିତ କରି ରଖିପାରିବ, ତାର କୁଣ୍ଡଳିନୀ ସେଇ ହିସାବରେ ଜାଗ୍ରତ ହବ। ହେଲା କି? ଆଉ ବହୁତ ସ୍ତ୍ରୀ ଲୋକ ମାନଙ୍କର ଧାତୁ ଶକ୍ତି ସଞ୍ଚିତ ନ ହେଇକି ମଧ୍ୟ ସେମାନେ ସଂସାରୀ ଥାଇକି ମଧ୍ୟ ସେମାନଙ୍କର ମଝିରେ ବେଳେ ବେଳେ କୁଣ୍ଡଳିନୀ ଶକ୍ତି ଜାଗ୍ରତ ହେଇଯାଏ। ଯେତେବେଳେ କୁଣ୍ଡଳିନୀ ଶକ୍ତି ଜାଗ୍ରତ ହେଇଛି, ସେମିତି ସିଏ ନିଜକୁ ସିଏ ତାକୁ ବୁଝିପାରନ୍ତି, ତାଙ୍କର ଟେକ୍ନିକ୍ ନାହିଁ କି ସେମାନେ ଜାଣିନାହାନ୍ତି ତାର କାରଣଟା କଣ। ତେଣୁ ସିଏ କୁହନ୍ତି ମୁଁ ଦୁର୍ଗା, ମୁଁ କାଳୀ, ମୁଁ ଅମୁକ, ମୁଁ ଧମକ, ଏଗୁଡାକ ସବୁ କହିକିରି ସବୁ ମାନେ ନାନାଦି ଅବିଚାର କ୍ରିୟା ସେମାନେ କରନ୍ତି। କିନ୍ତୁ କୁଣ୍ଡଳିନୀ ଜାଗ୍ରତ କାହିଁକି ନା ସେମାନଙ୍କୁ ଧାରଣ କରିବାର ଶକ୍ତି ନାହିଁ ନା, ତେଣୁ ସେମାନେ ପାଗଳାମୀ ହିସାବରେ ସେମାନେ ଆଚରଣ କରନ୍ତି। କିନ୍ତୁ ଅନୁଭବ ଯୋଉ ପରମାତ୍ମାକୁ କରିବା ପାଇଁ ଇଏ କଣ ଇଏ ସାକାର ରୂପରେ ତ ଆମେ ସବୁ ଦେଖୁଛେ, ସବୁ କିଛି ଭଗବାନ ଦେଖିବାକୁ ଗଲେ ଗୀତା କହୁଛି ଯେ ଆମେ ସେଇ ଉପରେ ସବୁ ଲୋକଙ୍କୁ ଭଗବାନ ବୋଲି, ସବୁ ପ୍ରାଣୀ ବୃକ୍ଷ ଯେତେ ଅଛି ପଦାର୍ଥ ସମସ୍ତେ ତ ଭଗବାନ ପଦବାଚ୍ୟ। ଯେ ସେ ଯୋଉ ଅବିନାଶୀ ଶକ୍ତି, ସେ କିଛି ଅନୁଭବ ଯୋଉ କରିବେ କହୁଛନ୍ତି, କୋଉ ମାଧ୍ୟମରେ ଅନୁଭବ କରିବେ? କେବଳ ଆପଣଙ୍କ ଦେହରେ ଅଛି, ଆପଣଙ୍କ ନିଜ ଶରୀରରେ ନିଜେ ଅନୁଭବ କରିବେ। ନିବୃତ୍ତି ମାର୍ଗରେ ସାଧନା କଲେ ଆପଣଙ୍କର ପ୍ରତ୍ୟାହାର ମାନେ କଣ? ପ୍ରତ୍ୟାହାର ଅର୍ଥ ହଉଛି କଲପ ଉଠେଇ ନେବା, ପ୍ରତ୍ୟାହାର କରିନେବା। ଗୋଟେ ଫାଇଲ ଟାକୁ ଆମେ ପୁଟଅପ୍ କରୁଛନ୍ତି, ତାକୁ ପ୍ରତ୍ୟାହାର ଉଠେଇ ଆଣିବା। ଠିକ ସେଇଭଳି ଆମ ମନ ରୂପକ ଫାଇଲ କି ଆମେ ଇନ୍ଦ୍ରିୟ ରୂପକ ଖାତାରେ ଆମେ କଣ କରୁଛନ୍ତି ନା ପୁଟଅପ୍ କରୁଛନ୍ତି, ଲେଖି ଦେଇଛନ୍ତି। ଚକ ମୁଖ ନାସାକନ ଜିହ୍ବା ଚର୍ମରେ ଆମେ ମନଟାକୁ ପୁରା ବିନିଯୋଗ କରିଦେଇକି ଆମେ ତାକୁ ସେଠି ରଖିଦେଇଛନ୍ତି। ସେଟାକୁ ଯଦି ଆପଣ ପ୍ରତ୍ୟାହାର କରିନେବେ, ପ୍ରତ୍ୟାହାର ଅର୍ଥ ଓଲଟ କ୍ରିୟା, ଯୋଉ କ୍ରିୟା ଦ୍ଵାରା ସେ ପ୍ରବୃତ୍ତି ଆଡକୁ ମନ ଯାଉଛି, ତାକୁ ଓଲଟେଇ ଦେଲେ ନିବୃତ୍ତି ମାର୍ଗକୁ ମନ ପଳେଇବ, ସେଟା ପ୍ରତ୍ୟାହାର ହେଇଯିବ। ପ୍ରତ୍ୟାହାର ଯେତେବେଳେ ହେଇଯିବ, ସେତେବେଳେ ଇନ୍ଦ୍ରିୟ ଆମକୁ କଣ ହବ ନା ମୋଟେ କିଛି ବାଧା ଦେଇପାରିବନି ନା। ତେଣୁ ଯଦି ବାଧା ଦବ, ମନଟା କଣ ହବ ନେଇକି ଇଆଡେ ସିଆଡେ ମନକୁ ଚିପିଟି ଦବ ନା। ଇନ୍ଦ୍ରିୟାଣାଂ ହି ଚରତାଂ ଜନ୍ମ ନୋ ବିଧୀୟତେ ତଦସ୍ୟ ହରତି ପ୍ରଜ୍ଞାଂ ବାୟୁର୍ନାବମିବାମ୍ବସି। ବୁଝିଲେ କି? ଇନ୍ଦ୍ରିୟାଣାଂ ହି ଚରତାଂ, ଗୁଣ ଇନ୍ଦ୍ରିୟରେ ବିଚରଣ ଗୁଣ ମାନଙ୍କରେ ବିଚରଣ କଥା, ବିଷୟରେ ବିଚରଣ କରୁଥିବା ଇନ୍ଦ୍ରିୟ, ତା ଦେହରେ ଯଦି ମନ ନିବେଶ ହୁଏ, ତାହେଲେ ପବନ ଯେମିତି ନୌକାକୁ ନେଇକିରି ଲକ୍ଷ୍ୟହୀନ ଭାବରେ କୁଆଡେ ଏଣେ ତେଣେ ପିଟି ଦିଏ, ସେ ସେମିତି ପଳେଇବ। ଆଉ ଯଦି ସେଇ ବିଷୟରେ ଯଦି ମନ ନ ଲାଗେ, ପଦ୍ମପତ୍ରରେ ଜଳ ଯେମିତି ଥାଇକିରି ମଧ୍ୟ ଲାଗେ ନା, ସେମିତି ଇନ୍ଦ୍ରିୟ ରୂପକ ପଦ୍ମପତ୍ରରେ ମନ ରୂପୀ ଜଳ ଲାଗିକି ମଧ୍ୟ ତାଠି ଲାଗିବ ନାହିଁ। ତେଣୁ ସେ ଫର୍ମୁଲା ଟେକ୍ନିକ ଟା ନିଜେ କରିବାକୁ ପଡିବ। ଏଟା ଶାସ୍ତ୍ରର ନାହିଁ କି ଶାସ୍ତ୍ର ଜ୍ଞାନ ନୁହେଁ, କି ପଢିବାର ନାହିଁ, ବୁଝିବାର ନାହିଁ, କିଛି ନୁହେଁ।
ନିଜେ ପ୍ରାକ୍ଟିକାଲ କରିସାରିକି ଯଦି ଗୀତା ଭାଗବତ ପଢିବେ ନିଶ୍ଚିନ୍ତ ଧୀରେ ଧୀରେ ଉନ୍ନତି ଘଟିବ, ଜ୍ଞାନ ହବ। ଯେ ଗୋଟେ ମିନିଟ ଆଉ ମୁଁ ଆଜ୍ଞା ଯୋଉ ଗୀତା ଭାଗବତ ଏସବୁ ପଢାପଢି କରିଦେଇଛି। ମୋ ପାଖେ 8ଟା ଗୀତା ବହି ଅଛି, ବେଦ ପୁରା ଗୋଟେ ସେଟ୍ ସବୁ ପଢାପଢି କରିଛି। କିନ୍ତୁ ଆପଣଙ୍କର ଯୋଉ ମୁଁ ଶୁଣିଲି ସବୁ ଦେଖିଲି ଭିଡିଓ ସବୁ ଶୁଣିଲି, ପ୍ରାୟ 15-20ଟା ଶୁଣିଲାଣି। କିନ୍ତୁ ମୁଁ ଯୋଉ ଯେତିକି ପଢିକିରି ଯେତିକି ଜ୍ଞାନ ଅର୍ଜନ କରିଛି, ଆଉ ମୁଁ ଜଣେ ଗୁରୁଙ୍କଠୁ ବି ମାନେ ଦୀକ୍ଷା ନେଇଛି, ଜ୍ଞାନୀ ଗୁରୁଙ୍କଠୁ। ଆଉ କିନ୍ତୁ ମୁଁ ଅନୁଭବ କଲି ଆପଣ ଏତେ ପଢିକିରି ଜାଣିବା, ଆପଣ ଯୋଉ ସ୍ପଷ୍ଟ ଭାବରେ କହିଦଉଛନ୍ତି, ମାନେ ଏତେ ବଡ ବଡ ଜିନିଷକୁ ମାନେ ସୂକ୍ଷ୍ମରେ କହିଦଉଛନ୍ତି। ଆପଣ ତ ବେଦ ଅଛି କହୁଛନ୍ତି, ଗୀତା 8 ଖଣ୍ଡ ଗୀତା ରଖିଛନ୍ତି, ସବୁ କରିଛନ୍ତି ବୁଝିଲେ। ମୁଁ ଆପଣଙ୍କୁ ଗୋଟିଏ ଶ୍ଲୋକ କହୁଛି। ଜବାନ ରଥ ଉଦପାନେ ସର୍ବତ ସଂପ୍ଲୁତୋଦକେ ତାବାନ ସର୍ବେ ସୁବେଦେଷୁ ବ୍ରାହ୍ମଣ୍ୟସ୍ୟ ବିଜାନତଃ। କଣ ବୁଝିଲେ କି? ଯେତେ କାର୍ଯ୍ୟକୂପ ତଡ଼ାଗେ ତେତେ ବିସ୍ତୀର୍ଣ୍ଣ ହର୍ଦେ ଦେଶନେକ ବ୍ରହ୍ମ ଜ୍ଞାନୀର ଲାଭ ଯା ସର୍ବ ବେଦେ। ବୁଝିଲେ କି? ଆପଣ 4 ବେଦ ପଢି ପଢିକି ଯୋଉ ଜିନିଷ ପାଇବେ, ଯୋଉ କଥା ଭଲ କଥା, ମୁଁ ତା ଅର୍ଥ ନୁହେଁ ଯେ ମୁଁ କହୁନାହିଁ ଯେ ମୁଁ ଗୋଟେ ବ୍ରହ୍ମଜ୍ଞାନୀ ବୋଲି। ମୁଁ ତ କାଣିଛି କି ଜାଣିନାହିଁ। କିନ୍ତୁ ଗୋଟେ କଥା ଯେ ଅନୁଭବୀ ଲୋକ ପାଖରେ ଆପଣ ଯେତେବେଳେ ଯାଇ ପହଞ୍ଚିଯିବେ, ଆପଣ ଚତୁର୍ବେଦ ପଢିକି ଯୋଉ ଯୋଉ ଜିନିଷ ପାଇବେ ସର୍ଟକଟ ରେ ତାଙ୍କ ପାଖରୁ ସେଇ ଜିନିଷଟା ପାଇବେ ଏବଂ ମୁଁ ତ କେତେଟା ଭିଡିଓରେ ଆପଣଙ୍କର ସ୍ପଷ୍ଟ ଭାବରେ ଜାଣିଛି। ଏତେ ଜିନିଷ ମୁଁ ପ୍ରାୟ ବହୁତ ସବୁ ଖାତା ସବୁ କରିଛି, ସବୁ ବହୁତ ଲେଖା ଲେଖି କରିକିରି ବି, କିନ୍ତୁ ଏତେ ସବୁ ଜାଗା କରିବା ଭିତରେ ଆପଣ ସବୁ କହିଦଉଛନ୍ତି ସ୍ପଷ୍ଟ ଭାବରେ। ମାନେ ଏଇଟା ବଡ ବଡ ଜିନିଷ ଗୁଡାକୁ ଆପଣ ଗୋଟେ ଛୋଟିଆ ଆକାରରେ କହିଦଉଛନ୍ତି। ଆପଣ ପୁରା ସେ ମାନେ ବ୍ରହ୍ମ ଜ୍ଞାନକୁ ପୁରା ଆୟତ କରିଛନ୍ତି। ମୁଁ ସେଇ ଯୋଗୁ ବହୁତ ଦିନ ହେଲେ ଭାବିଲାଣି ବାବାଙ୍କ ସହିତ ଟିକେ କଥା ହେବି। ଆଉ ନାଇଁ ଆଜ୍ଞା, କଥା ତାର ନୁହେଁ, ମୁଁ କିଛି ଜାଣିନି। ଆମ ଗୁରୁ ହେଲେ ବ୍ରହ୍ମ ଅବଧୂତ ଠାକୁର ଶ୍ରୀ ଶ୍ରୀ ଦୟାନିଧି ପରମହଂସ ଦେବ। ତାଙ୍କର ଆଶୀର୍ବାଦରୁ ଆମର ଚାଲିଛି। ନାଇଁ ଆପଣଙ୍କୁ ମୁଁ ଆଜ୍ଞା ଠାକୁରଙ୍କ ଭଳି ମାନିଛି। ଆଉ ଆପଣଙ୍କର ଯୋଉ ଯେତିକି ମୁଁ ଆପଣଙ୍କ ଇଏରୁ ଶୁଣିଲି, ଅନ୍ୟ ଲୋକ ତ ଜୀର୍ଣ୍ଣ କରିପାରିବନି, ସେ କହିପାରିବନି ଆପଣ ଯେତିକି କହୁଛନ୍ତି। ଆପଣ ସେତିକି ମାନେ ଜ୍ଞାନର ଭଣ୍ଡାର ଆପଣଙ୍କର ଭଗବାନ ଦେଇଛନ୍ତି ଆପଣଙ୍କୁ। ମାନେ ମୁଁ ପୁରା ଇଏ ହେଇଯାଏ, ମାନେ ଆଶ୍ଚର୍ଯ୍ୟ ହେଇଯାଉଛି ବେଳେ ବେଳେ। ମୁଁ ଆଜ୍ଞା ରାତି 4ଟାରୁ ମୋର ଧ୍ୟାନ ତର୍ପଣ ସାରିକିରି ଦିନ 11:30 ପର୍ଯ୍ୟନ୍ତ କେବଳ ଏଇ କାମରେ। 11:30ରୁ 12:30 ମୁଁ ପୁଣି ଧ୍ୟାନ ସାରିକିରି ପୁଣି 1ଟାଏ ଠାରୁ ପୁଣି ଏଇ କାମରେ। ବର୍ତ୍ତମାନ ବି ବସିଛି ସେଇ କାମରେ। 24 ଘଣ୍ଟା କମ୍ପ୍ୟୁଟର ପାଖରେ ବସିଛି, ଗୀତା ଭାଗବତ ସବୁ ଲେଖା ଚାଲିଛି। ଧ୍ୟାନ ମାର୍ଗରେ କଣ ଭଗବାନଙ୍କୁ ବି କଣ ଅନୁଭବ କରି ହେଇପାରିବ? ନିଶ୍ଚୟ। ଧ୍ୟାନ ହେଲା 7ମ ଶ୍ରେଣୀ ପାଠ। ଯମ ନିୟମ ଆସନ ପ୍ରାଣାୟାମ ଧାରଣା ଧ୍ୟାନଟା 7ମ ଶ୍ରେଣୀ ପାଠ। ଅଷ୍ଟାଙ୍ଗ ଯୋଗ। କିନ୍ତୁ ଗୋଟିଏ କଥା ମନେ ରଖିବେ ଯେ କୋଉ ଯୋଗ ସହିତ କାହାର କିଛି ସମ୍ପର୍କ ନାହିଁ। ଏଇଟାକୁ ତାକୁ କରିବି ସେମିତି କିଛି ନାହିଁ। ଆପଣ ଯେତେବେଳେ ଯୋଉଟାକୁ କରିବେ, ଏଇ ଚକ୍ର ସାଧନାରେ ଦେଖନ୍ତୁ, ଯୋଉ ଚକ୍ରକୁ ଆପଣ ଯେତେବେଳେ ସାଧନା କରିବେ ସେଇ ଚକ୍ର ଆପଣ ସେଇ ସମୟରେ ଫଳ ଦବ। ଅନ୍ୟ ଚକ୍ର ସହିତ ତାର ସମ୍ପର୍କ କିଛି ନାହିଁ। ତେଣୁ ଆପଣ ସେଇଭଳି ଆପଣ ଯେତେବେଳେ ଯାହା କରିବେ, ଗୋଟିଏ ସରଳ କଥା ମନେ ରଖନ୍ତୁ ଯେ ଗୋଟିଏ କଥା ଅଛି, ମନଟା ଯଦି ଆପଣଙ୍କର ଆୟତ ହେଇଗଲା ତାହେଲେ ଆପଣଙ୍କର ସବୁ ହେଇଯିବ। କାହିଁକିନା ମନ ହଉଛି ଗୋଟେ ଢେଉ। ଯେମିତି ଜଳର ଗୋଟେ ଢେଉ, ସେ ଯଦି ଢେଉଟା ଅଧିକ ମାରେ ତାହେଲେ ସୂର୍ଯ୍ୟଙ୍କ ପ୍ରତିବିମ୍ବ ସେଠି ଦେଖାଯାଇ ପାରିବନି। ଯେତେବେଳେ ଜଳଟା ଶାନ୍ତ ହେଇଯାଏ, ପ୍ରତିବିମ୍ବଟା ଆପଣଙ୍କୁ ସ୍ଥିର ଦେଖାଯାଏ। ସେଇଭଳି ଆପଣଙ୍କର ଯୋଉ ମନଟା ହଉଛି ଯେ ଗୋଟେ ପବନର ଗୋଟେ ଢେଉ, ମନଟା ହଉଛି ଗୋଟେ ଢେଉ। ସେ ଢେଉଟା ଯେତେବେଳେ ଶାନ୍ତ ହେଇଯିବ, ଆପଣଙ୍କର ଅଟୋମେଟିକ ସେ ଦୃଶ୍ୟଟା ଆସିଯିବ। ଅଟୋମେଟିକ ଆପଣ କେହି ଆଣନ୍ତି ନାହିଁ। ଆଚ୍ଛା, ଶାନ୍ତ ଚିତ୍ତ ସ୍ଥିର। ଚିତ୍ତ ସ୍ଥିର ନହେଲେ, ଆପଣଙ୍କ ଚିତ୍ତ ଶୁଦ୍ଧି ନହେଲେ ଆପଣଙ୍କର କିଛି ହେଇନି। ଚିତ୍ତ ଚାଞ୍ଚଲ୍ୟ ହେଲେ ଆପଣ କିଛି ପାଇବେନି। ଦୟାନିଧି ପରମ ଦେବ କହିଲେ, ମନ ଚଞ୍ଚଳେ କାହିଁ ଗତି ଏ ଦୟାନିଧିର ଭାରତ। ତେଣୁ ମନ ଚଞ୍ଚଳରେ କିଛି ହେଇପାରିବନି।
ତେଣୁ ମନଟାକୁ ସ୍ଥିର କରିବା ପାଇଁ ପଡିବ। ଆମେ ଯେ କଥା କହୁଛନ୍ତି ବୁଲୁଛନ୍ତି ଯାଉଛନ୍ତି ମନ ଚଞ୍ଚଳ ହେଇଯାଉଛି, କଥାଟା ତା ନୁହେଁ। ମନ ଯଦି ସ୍ଥିର ଥିବ ତାହେଲେ ଆପଣ ଯେତେବେଳେ ଯୋଉ କଥା କହିଲେ ହେଇ ଆପଣଙ୍କ ସାଙ୍ଗରେ ମୁଁ କଥାବାର୍ତ୍ତା କରୁଛି, ତା ଅର୍ଥ ମନ ଯେ ଚଞ୍ଚଳ ହବ କଥାଟା ତା ନୁହେଁ। ମନ ସ୍ଥିର ହବାର ତାର ଗୋଟେ ଅଲଗା ଉପାୟ ଅଛି। ମନ 5 ପ୍ରକାରର: କ୍ଷିପ୍ତ, ବିକ୍ଷିପ୍ତ, ମୂଢ, ଏକାଗ୍ର, ନିରୋଧ। ଏ 5 ପ୍ରକାରର ମନ ଅଛି। ତା ଭିତରୁ ଆପଣଙ୍କର ଯୋଉ ପ୍ରକାରର ମନ ଥିବ ସେ ମନକୁ ଧୀରେ ଧୀରେ ମାନେ ଉତ୍ତୀର୍ଣ୍ଣ କରିକି କ୍ଲାସ୍ ବାଇ କ୍ଲାସ୍ ଆପଣଙ୍କୁ ଷ୍ଟେଜ ବାଇ ଷ୍ଟେଜ ଉଠେଇକିରି ଆଣିକି ଆପଣ ଯେତେବେଳେ ନିରୋଧ ମନ ଏକାଗ୍ର ଆଉ ନିରୋଧ, ଏକାଗ୍ର ପରେ ନିରୋଧ ମନ ଯେତେବେଳେ ହେଇଯିବ ଆଉ ସେତେବେଳେ ଆପଣଙ୍କର ସବୁ ପାଇବେ। ମୋର ଏଇ ଯୋଡ଼ିଏ ଜିନିଷ ଆପଣ ମତେ ଟିକେ ମାର୍ଗଦର୍ଶନ କରନ୍ତୁ। ଆଉ ମୁଁ 14 ବର୍ଷଠୁ ଏଇ ଠାକୁରଙ୍କ ଉପରେ ଲାଗି ଲାଗି ମତେ ହେଇଗଲାଣି ଆଜ୍ଞା 68 ବର୍ଷ ହେଇଗଲାଣି। ଆଚ୍ଛା। ମତେ ବର୍ତ୍ତମାନ 68 ବର୍ଷ। ଆଉ ମୁଁ ଚାକିରି କରିଥିଲି, ଚାକିରି ରିଟାୟାର୍ଡ ହେଇଗଲାଣି 8 ବର୍ଷ ହେଲାଣି। ହଁ, ମୁଁ 14 ବର୍ଷ ଦିନଠୁ ଏଇ ଈଶ୍ୱରଙ୍କ ଉପରେ ଲାଗିଛି ପୁରା। ଆଉ ଯେ ମାନେ କିନ୍ତୁ ଆପଣଙ୍କର ଯୋଉ ପ୍ରାକ୍ଟିକାଲ ଜ୍ଞାନ ସେଇଟାରେ ମତେ ଭାରି ମୋ ହୃଦୟକୁ ଛୁଇଁଲା ସେ ଜିନିଷଟା। ମାନେ ମୁଁ ବହୁତ ମାନେ ପଢିଛି, ବହୁତ ମାନେ ଜାଣିଛି, ହେଲେ ବି ଆପଣଙ୍କର ଯୋଉ ପ୍ରାକ୍ଟିକାଲ ନଲେଜ ସେଇଗୁଟାକ ଆଉ ମତେ ଟିକେ ସେ ଚିତ୍ତ ଶୁଦ୍ଧି ଧ୍ୟାନ ଟିକେ କେମିତି ଅନୁଭବ କରିବି ଠାକୁରଙ୍କୁ, ଏଇଠିକି ମତେ ଟିକେ କେମିତି ଦୟା କରନ୍ତୁ। କିଛି ଅସୁବିଧା ନାହିଁ। ଆପଣଙ୍କର ପବନ ସ୍ଥିର ହେଇଗଲେ ଚିତ୍ତ ସ୍ଥିର ହେଇଯିବ। ପ୍ରାଣ, ଚିତ୍ତର ମୁଖ୍ୟ ଶକ୍ତିଟା ହଉଛି ପ୍ରାଣ। ହୃଦୟରେ ପ୍ରାଣ ଅଛି, ଆଉ ହୃଦୟରେ କିଛି ଶକ୍ତି ଅଛନ୍ତି। ତେଣୁ ପ୍ରାଣ ଯେତେବେଳେ ଆପଣଙ୍କର ସ୍ଥିର ହେଇଯିବ ସେତେବେଳେ ଚିତ୍ତ ଆପଣଙ୍କର ସ୍ଥିର ହେଇଯିବ। ପ୍ରାଣର ମାନେ ସ୍ପନ୍ଦନଟା ହଉଛି ପ୍ରଣବ। ପ୍ରାଣର ସ୍ପନ୍ଦନଟା ହଉଛି ପ୍ରଣବ। ପ୍ରାଣ ଯୁକ୍ତ ବ ଅର୍ଥ ଗମନ। ପ୍ରାଣରେ ଯିଏ ଗମନାଗମନ ଯୋଉ ଚିତ୍ ଶକ୍ତି କରୁଛନ୍ତି, ସେଇ ଯିଏ ଗମନାଗମନ କରିବାର ଯୋଉ ନାଦ ସୃଷ୍ଟି ହଉଛି ତାର ନାଁ ହେଲା ପ୍ରଣବ। ତେଣୁ ଓମିତ୍ୟେକାକ୍ଷରଂ ବ୍ରହ୍ମନ୍ ବ୍ୟାହରନ ମା ମନୁସ୍ମରନ୍ ଯଃ ପ୍ରୟାତି ତ୍ୟଜନ୍ ଦେହଂ ସଦାତି ପରମାଙ୍ଗତିଂ। ଶ୍ରୀମଦ୍ଭଗବତ ଗୀତା 8ମ ଅଧ୍ୟାୟ। ଗୀତାରେ କହିଛି ମୃତ୍ୟୁ ବେଳେ ଓମ୍ ସ୍ମରଣ କଲେ ପରମଗତି। ଆପଣ ଏଇଟା ଯଦି ସହଜ କଥା, ଆପଣ ଆଉ କାହିଁକି ଆମେ ଇଆଡେ ବୁଲିବା, ବୁଝିଲେ ନା? ଏତେ ସିଏ କଣ ମନେ ରହିବ? ଇଏ ଯୋଉ ସେତେ ପ୍ରାଣ ଯେତେବେଳେ ଯାଉଥିବ ସବୁ ଇନ୍ଦ୍ରିୟ ଗୁଡା ତ ବେକାର ହେଇଯିବ। ଆଉ ତମ ବାକ୍ ଇନ୍ଦ୍ରିୟ ଆଉ କାମ କରିବ କୋଉଠି? ସେ ତମେ ଓମ୍ ସ୍ମରଣ କରିବ ଯଦି ଅଭ୍ୟାସ ଥିବ। ନାଇଁ ଆଜ୍ଞା, ତାର ଟେକ୍ନିକ ଅଛି। ମୁଁ ଆପଣଙ୍କୁ ଗୋଟେ ପଦ କହୁଛି, କହୁଛନ୍ତି ତ ମୁଁ କହୁଛି। ଢିଙ୍କିକି ହେଲାଣି ଆମ୍ବ ଶୁଳା ଝାଡା, ଚାଲୁଣି କି ହେଲା ଜର, ଟୋକେଇ କୁଣ୍ଡେଇ ଗଲେ ବାପ ଘର, ଛାଞ୍ଚୁଣି ଜଗିଛି ଘର। ଢିଙ୍କି ଅର୍ଥ ଶରୀର। ଆମ୍ବ ଝାଡା କେତେବେଳେ ଆପଣଙ୍କ ମୃତ୍ୟୁ ସମୟରେ କେତେବେଳେ ଡାହା ସନ୍ନିପାତ ହେଇଯାଉଛି, କେତେବେଳେ ହେଇଯାଉଛି, କେତେବେଳେ ପାଣିଆ ପୁଣି ଝାଡା ହେଇଯାଉଛି, କେତେବେଳେ ତ କୋଷ୍ଠକାଠିନ୍ୟ ହଉଛି। ଢିଙ୍କି ହେଲାଣି ଆମ୍ବ ଶୁଳା ଝାଡା, ଚାଲୁଣି କି ହେଲା ଜର। ଚାଲୁଣି ଅର୍ଥ ଆପଣଙ୍କର ଲୋମକୂପ। ଲୋମକୂପ ଜର ଅର୍ଥ ଲୋମକୂପ ଆପଣଙ୍କର ସବୁ ଛିଡା ହେଇଗଲାଣି, ଟାଙ୍କୁରି ଉଠୁଛି, ଲୋମ ଟାଙ୍କୁରି ଉଠୁଛି। ଟୋକେଇ କୁଣ୍ଡେଇ ଗଲେ ବାପରେ, ଟୋକେଇ କୁଣ୍ଡେଇ କଲେ ଜ୍ଞାନ ଇନ୍ଦ୍ରିୟ 5, କର୍ମ ଇନ୍ଦ୍ରିୟ 5, 10 ଇନ୍ଦ୍ରିୟ। ଏଇ ଇନ୍ଦ୍ରିୟ ଗୁଡିକ ସବୁ ବାପ ଘରକୁ ଗଲେଣି। ବାପ ଘର ଅର୍ଥ ଯୋଉଠୁ ଆସିଥିଲେ ସେ ସେଇଠି ଗଲେଣି। କୋଉଠୁ ଆସିଥିଲେ ନା ମନ ଯୋଉ ଇନ୍ଦ୍ରିୟ ଗୁଡିକ ସବୁ ଆପଣଙ୍କର ଅହଂ ତତ୍ତ୍ୱରୁ ସୃଷ୍ଟି ହୁଏ। ଯୋଉ ଅହଙ୍କାର ସ୍ତରରୁ ସେ ଆସିଥିଲେ, ଯୋଉ ତ୍ରିକୁଟରୁ ସେ ଉତ୍ପତ୍ତି ହେଇକିରି ଆସିକି ଇନ୍ଦ୍ରିୟ ମାନଙ୍କରେ ଖେଳୁଛନ୍ତି, ସିଏ ସବୁ କଣ ସେ ଯୋଉ ଚକ୍ଷୁ ମୁଖ ନାସା କର୍ଣ୍ଣରୁ ସେ ସବୁ ନିବୃତ୍ତ ହେଇକି ଓଲଟ କ୍ରିୟାରେ ପ୍ରତ୍ୟାହାର କଥା ଯାହା କହୁଛନ୍ତି, ଓଲଟ କ୍ରିୟାରେ ସେ ବାପ ଘର ଗଲେଣି। ଅର୍ଥାତ୍ ସେ ଆପଣଙ୍କର ଅନ୍ତର୍ମୁଖୀ ହେଇଗଲେଣି। ଆଉ କଣ ହେଲା ନା ଛାଞ୍ଚୁଣି ଜଗିଛି ଘର। ଛାଞ୍ଚୁଣି ଅର୍ଥ ଆପଣଙ୍କର ହଉଛି ପବନ। ପବନକୁ ଛାଞ୍ଚୁଣି କୁହାଯାଏ। ପବନ ହଉଛି ଝାଡୁ। କାହିଁକି ନା ପବନ ଦ୍ଵାରା ଆପଣର ଶରୀର ବିଶୋଧ ହୁଏ। ଆମର ଯେତେବେଳେ କର୍ମକାଣ୍ଡରେ ବ୍ରାହ୍ମଣ ମାନେ ଅଛନ୍ତି, ସେ ଯୋଉ କର୍ମକାଣ୍ଡି କରନ୍ତି ସେତେବେଳେ ସେ ଗୋଟିଏ ପ୍ରାଣାୟାମ କରନ୍ତି। ସେ ତ ପ୍ରାଣାୟାମ ଜାଣି ନାହାନ୍ତି, ଖାଲି ନାକକୁ ଟିକେ ଧରିକି ଆଖି ବିଟିକା କରିକି ଏମିତି କରି କରୁଥାନ୍ତି। ନାଡି ଶୋଧନ କଲା ପରେ ପ୍ରାଣାୟାମ କରିବ ଆଉ। ବାସ୍, ସେଇ ଯୋଉ ନାଡି ଶୋଧନ କହୁଛନ୍ତି, ସେ ନାଡିଟା ଶୋଧନ ହଉଛି କେବଳ ପବନ ଦ୍ଵାରା। ଆଚ୍ଛା, ପବନ ଦ୍ଵାରା ନାଡି ଯେତେବେଳେ ଶୋଧନ ହଉଛି, ପବନ ଦ୍ଵାରା ମନ ଶୋଧନ ହଉଛି, ପବନ ଦ୍ଵାରା ଚିତ୍ତ ଶୋଧନ ହଉଛି, ପବନ ଦ୍ଵାରା ସବୁ ହଉଛି। ବାୟୁ ସାଧନରୁ ସରିଛି ପାଠ, ତୁଳସୀ ଗଛରୁ ସରିଛି କାଠ, ହରଣ ଗୁଣନ ଫେଡାଣ ମିଶା,
ଆଉ ସବୁ ପାଠ ଫସର ଆପଣଙ୍କର ପ୍ରାଣ ଶକ୍ତିଟାକୁ ପ୍ରାଣ ଶକ୍ତିର ବାହକ ହଉଛି ଆପଣଙ୍କର ପବନ। ପ୍ରାଣ ଶକ୍ତିର ମାଧ୍ୟମ ପ୍ରାଣ ଶକ୍ତିର ମାଧ୍ୟମ ହଉଛି ପବନ। ଯେମିତି ଶବ୍ଦର ମାଧ୍ୟମ ହଉଛି ପବନ, ପ୍ରାଣ ଶକ୍ତିର ମଧ୍ୟ ହଉଛି ଗୋଟେ। କାହିଁକି ନା ପ୍ରାଣ ଶକ୍ତି ଗୋଟେ ସ୍ପନ୍ଦନ, ଗୋଟେ ଶବ୍ଦ। କିନ୍ତୁ ଏଇ ଯୋଉ ପ୍ରାଣ ଶବ୍ଦଟା ସେ ଆମ ସାଧାରଣ ଶବ୍ଦ ନୁହେଁ। କାହିଁକି ନା ସେଟା ହଉଛି ଜୀବନୀ ଶବ୍ଦ, ଅର୍ଥାତ୍ ସେଥିରେ ଜୀବନ୍ତ ଶବ୍ଦ। ସେଟା ସେଥିରେ ଚେତନ ଶକ୍ତି ମିଶି ଚିତ୍ ଶବ୍ଦ, ଚେତନାର ତରଙ୍ଗ ଯେତେବେଳେ ପବନରେ ପ୍ରବାହିତ ହୁଏ ସେତେବେଳେ ଆପଣଙ୍କର କଣ ନା ତାକୁ କୁହାଯାଏ ପ୍ରାଣ ଶକ୍ତି କୁହାଯାଏ। ସେଇ ପ୍ରାଣ ଶକ୍ତି ଦ୍ଵାରା ଆମର ଶରୀର ଜୀବନ୍ତ ହେଇକି ରହିଛି। ତେଣୁ ସେଇ ପ୍ରାଣଟା ହଉଛି ମୂଳ, ଆଉ ପ୍ରାଣ ହଉଛି ପ୍ରଣବ, ପ୍ରାଣ ହଉଛି ସୂର୍ଯ୍ୟ ସ୍ୱରୂପ। କାହିଁକି ନା ପ୍ରାଣ ହଉଛି ସୂର୍ଯ୍ୟ, ଅପାନ ହଉଛି ଚନ୍ଦ୍ର, ସମାନ ହଉଛି ଅଗ୍ନି। ପ୍ରାଣ ଯଦି ସୂର୍ଯ୍ୟ ହେଲା, ଯୋଉ ପ୍ରାଣ ସୂର୍ଯ୍ୟ କିଏ ସେ ନା ସୂର୍ଯ୍ୟ ହଉଛି ସବିତା ବା ଗାୟତ୍ରୀ। ତତ୍ ସବିତୃବରେଣ୍ୟଂ ଭର୍ଗୋ ଦେବସ୍ୟ ଧୀମହି ଧିୟୋ ୟୋ ନ ପ୍ରଚୋଦୟାତ୍। ସେହି ସବିତାଙ୍କୁ ସେ ବରଣୀୟ, ସେଇ ଭର୍ଗ ଉଜ୍ଜ୍ୱଳ ଶିଖା ସଦୃଶ ବରଣୀୟ ସେଇ ସବିତାଙ୍କୁ ମୁଁ ଧ୍ୟାନ କରୁଛି। ଧିଓ ୟୋ ଯ ନ ପ୍ରଚୋଦୟାତ୍, ଯିଏ ଆମ୍ଭମାନଙ୍କର ମନ ଆଉ ପ୍ରାଣ ଆଉ ଶରୀରକୁ ସେ ପରିଚାଳନା କରୁଛନ୍ତି। ସେଇ ସବିତା କିଏ ସେ ନା ସେ ହଉଛି ପ୍ରାଣ। ତେଣୁ ପ୍ରାଣ ହଉଛି ଗାୟତ୍ରୀ, ପ୍ରାଣ ହଉଛି ପ୍ରଣବ, ପ୍ରାଣ ହଉଛି ଚତୁର୍ବେଦ, ପ୍ରାଣ ହଉଛି ଆମ ଶରୀର ଭିତରେ ସବୁ। ପ୍ରାଣ ହଉଛି ଜ୍ଞାନ, ପ୍ରାଣ ହଉଛି ଜ୍ଞାତା, ପ୍ରାଣ ହଉଛି ସବୁ। ତେଣୁ ଆପଣ ସେଇ ପ୍ରାଣକୁ ଯଦି ଧାରଣ କରିପାରିବେ, ତେଣୁ ଆପଣ କିଛି ଅସୁବିଧା ନାହିଁ। ମରଣଂ ବିନ୍ଦୁପାତେନ ଜୀବନଂ ପ୍ରାଣ ଧାରଣାତ୍। କଣ ବୁଝିଲେ ନା? ପ୍ରାଣକୁ ଯଦି ଧାରଣ କରିବେ ଆମେ ଜୀବନ ସଞ୍ଚାର ହବ। ତେଣୁ ମରଣକୁ ବିନ୍ଦୁପାତେନ, ବୀର୍ଯ୍ୟ କ୍ଷୟ ହଉଛି ମୃତ୍ୟୁର କାରଣ, ମୃତ୍ୟୁ ସହିତ ସମାନ। ଆଉ ମୁଁ ପୂର୍ବରୁ କହିଦେଇଛି ବୀର୍ଯ୍ୟ ହଉଛି କୁଣ୍ଡଳିନୀ। ତେଣୁ ଜ୍ଞାନ ହଉଛି କୁଣ୍ଡଳିନୀ। ଆପଣଙ୍କ ଧାରଣ ଶକ୍ତି ଯେତେ ବଢିବ ସେତେ ଆପଣଙ୍କର ଜ୍ଞାନ ଶକ୍ତି ବଢିବ। ଧାରଣ ଶକ୍ତି ନଥିଲେ ଆପଣଙ୍କର ଜ୍ଞାନ ଶକ୍ତି ଆସିବ ନାହିଁ। ବ୍ରହ୍ମଚର୍ଯ୍ୟ ତ ମୂଳ କଥା, ମୂଳ ଜିନିଷ। ସେଇ ଗୋଟିକ ଆମେ ସମସ୍ତେ କରିବା ପାଇଁ ଲୋକଙ୍କର ଭାରି କଷ୍ଟ। ଲୋକ ସେତିକି କି ସେଇ ସୁଖ ଟିକକ ଛାଡି ପାରୁନାହାନ୍ତି। ସେ ସୁଖକୁ ଛାଡ଼ିଲେ ଏ ସୁଖ ଆପଣ ପାଇବେ। ଇଏ ତାକୁ ଛାଡେ ଆକୁ ପାଇବୁ, ଆକୁ ଖାଇଲେ ତାକୁ, ସବୁ ଛାଡେ ମୋତେ ପାଇବୁ, ମୋତେ ପାଇଲେ ସବୁ ପାଇବୁ। ଭୋଗ ଆଶାଟା ରଖିଲେ ମିଳିବନି, ପ୍ରଭୁ ମିଳିବନି। ତ୍ୟାଗଟା ଦରକାର। ବାସ୍, ମୂଳ କଥା ହେଲା ତ୍ୟାଗ, ଭୋଗଟା ନୁହେଁ। ତେଣୁ ସେଗୁଡା ସବୁ ମୂଳରୁ କରିକି ଯିଏ କରିବ ସିଏ ପାଇବ, ସେଥିରେ କିଛି ନାହିଁ। ସିଏ ଆମର ବାପା ମାଙ୍କର ଗଣ୍ଠି ଧନ ନୁହେଁ କି ମୋର କିଛି ଜିନିଷ, ମୋ ବ୍ୟକ୍ତିଗତ ଜିନିଷ ନେଇ ମୁଁ ତାକୁ ସାଇତି ରଖିବି। ଆପଣ ଚାହିଁବେ ତ ନିଶ୍ଚୟ ମୁଁ ଆପଣଙ୍କୁ ବତେଇଦେବି। ମୋର ମୋର ଆଉ ଟିକେ ଯେ ମୋର ତ ବହୁତ ସେ ବିଷୟରେ ଆପଣଙ୍କ ତୁଳନାରେ ମୋର ଗବେଷଣା ନାହିଁ। ଯେ ପ୍ରାଣ ତ ଗୋଟେ ବାୟୁ, ସେ ଯୋଉ ଅବିନାଶୀ ବାୟୁର ବହୁତ ଶକ୍ତି ଅଛି। ଆମର ଯେ ଅଷ୍ଟାଦଶ ଅଧ୍ୟାୟରେ ସେ 18-12 ଶ୍ଲୋକରେ ଲେଖିଲା ପ୍ରାଣ ଶକ୍ତିର ଅବିନାଶୀ ଶକ୍ତି, ପ୍ରାଣ ବାୟୁରେ ଅବିନାଶୀ ଶକ୍ତି ରହିଛି। ଶକ୍ତି ବିଭିନ୍ନ ଆଡେ ଯାଇକି ବିଭିନ୍ନ କାର୍ଯ୍ୟ ଆମ କରିବାରେ ଆମ ଶରୀର ଚାଲିଛି। ବାୟୁଟା ସେ କିନ୍ତୁ ଗୀତା ଲେଖିଛି ହୃଦୟରେ ମାନେ ଈଶ୍ୱର ରହିଛନ୍ତି। ଯେ ତାଙ୍କର ଆକାର ଶ୍ଵେତାଶ୍ୱେତର ଉପନିଷଦ କହୁଛି ଗୋଟେ ବାଳର 10,000 ଭାଗରୁ ଭାଗେ। ଆଚ୍ଛା, ସିଏ ଆଜ୍ଞା ତ ଅଣୁ ଭଳି ରହିଛନ୍ତି। ସେ କେମିତି ଦୃଶ୍ୟ ହେବେ, କେମିତି ନା ଅନୁଭବ କରିହବ? ଆପଣ ପୁଣି ସେଇ ଦୃଶ୍ୟ କଥା କହିଲେ, ତାକୁ ନୁହେଁ ଜ୍ଞାନ୍ତ ଚରମ ନୟନେ ବିଶ୍ୱରୂପ ମୋହର ଦେଉଅଛି ଦିବ୍ୟ ନୟନ ଦେଖ ଯୋଗ ଈଶ୍ୱର। ମାଇକ୍ରୋସ୍କୋପ ଅଣୁବୀକ୍ଷଣ ଯନ୍ତ୍ରରେ ଯେମିତି ଆପଣଙ୍କର ଜୀବାଣୁକୁ ଭୂତାଣୁକୁ ଦେଖନ୍ତି, ସେମିତି ଆପଣଙ୍କର ଦିବ୍ୟ ଚକ୍ଷୁରେ ପ୍ରଭୁଙ୍କୁ ଅନୁଭବ କରିବେ। ଦିବ୍ୟ ଚକ୍ଷୁ ବିନା ଆପଣ ପ୍ରଭୁଙ୍କୁ କେବେ ଅନୁଭବ କରିପାରିବେ ହବନି। ତେଣୁ ପ୍ରଥମେ ଆଗେ ଦିବ୍ୟ ଚକ୍ଷୁ ଖୋଲନ୍ତୁ। ଦିବ୍ୟ ଚକ୍ଷୁ ଖୋଲିବା ପାଇଁ ହେଲେ ଆପଣ ମନ ସ୍ଥିର ହେଲେ ଦିବ୍ୟ ଚକ୍ଷୁ ଖୋଲିବେ। ଦିବ୍ୟ ଚକ୍ଷୁ ଖୋଲିଲେ ତେବେ ଯାଇକି ଆପଣଙ୍କର ସବୁ କିଛି ହବ। ହଉ ଯେ, ବହୁତ ଧନ୍ୟବାଦ ଆପଣଙ୍କୁ। ତଥାପି ମତେ ଗୋଟେ ମାର୍ଗ ବତାନ୍ତୁ। ମୁଁ ଟିକେ ସେଇ ଜିନିଷଟା ରହୁଛି ମୋର, ମୁଁ ଜାଣିଛି ସବୁ। ମାନେ ଏ ଯୋଉ ଜ୍ଞାନ ମାର୍ଗରେ ଗଲା ପରେ ଭଗବାନଙ୍କୁ ଆମେ
ସମଗ୍ର ରୂପରେ ସବୁକିଛି ଭଗବାନ। ଗୀତା ଦେଖିଲା ଯୋଉ 7/19 ଶ୍ଲୋକରେ ଲେଖିଲା ସବୁକିଛି ଭଗବାନ। ବୋଲେ ଯାହା ସବୁ ମାନେ ତମେ ମନ ବୁଦ୍ଧି ଇନ୍ଦ୍ରିୟ ଯାହା ତାର ବିଷୟ ସବୁ ଯାକ ହଉଛି ଭଗବାନ। ଆଉ ତେଣୁ ସେଇ ହିସାବରେ ଆମେ ଯାହା ସବୁ ଦେଖୁଛୁ ବିଶ୍ୱରୂପ ଭଳିଆ ଆମେ ସବୁ ଦେଖୁଛୁ ଭଗବାନଙ୍କର ସତ୍ତାକୁ ଉପଲବ୍ଧି କରୁଛୁ। କିନ୍ତୁ ଯୋଉ କହୁଛନ୍ତି ଭଗବାନଙ୍କୁ ଅନୁଭବ କରିହବ ସେଇ ବିଷୟରେ ଆପଣଙ୍କୁ ମୋର ପଚାର। ଅନୁଭବ ନିଶ୍ଚୟ କରିହବ, ଅନୁଭବ ନିଶ୍ଚୟ କରିହବ। ସେଇଟା ଆପଣ ନିଜେ ନିଜକୁ ଯେତେବେଳେ ଚିହ୍ନି ପାରିବେ ସେତେବେଳେ ଆପଣ ଅନୁଭବ କରିପାରିବେ। ଆପଣ ତ ସାଧନା କରିଛନ୍ତି ନା, ସେଥିପାଇଁ ପଚାରୁଛି ହବ କି ନାହିଁ? ନାଇଁ ହବ, ନିଶ୍ଚୟ ହବ। ଆପଣ ସେ ଦୁଃଖ ରଖନ୍ତୁ। କାହିଁକି ନା ଗୋଟେ କଥା ହଉଛି ଯେ ଇଏ ପୁରା ବିଶ୍ୱ ତୁ ହିଁ ବ୍ୟାପି ରହିଅଛୁ, ତୁଠାରେ ବ୍ୟାପିଛି ବିଶ୍ୱ, ଏହି ନମନ୍ୟ ଭାବ ପରିତ୍ୟାଗ କରି ଦେଖ ତୁ ଜଗତ ଈଶ। ଆପଣ ହୀନମନ୍ୟ ଭାବ ତ୍ୟାଗ କରନ୍ତୁ, ଷ୍ଟ୍ରଙ୍ଗ ହୁଅନ୍ତୁ। ହଁ ମୁଁ ପାଇବି, ଏଇ ଜନ୍ମରେ ପାଇବି, ବର୍ତ୍ତମାନ ପାଇବି, ଏମିତି ଦୃଢ ସଂକଳ୍ପ କରନ୍ତୁ, ଆପଣଙ୍କର ସବୁ ହେଇଯିବ। ଯେ ଗୀତାର 6 ଅଧ୍ୟାୟର 30 ଶ୍ଲୋକ କହିଲା ଯେ ସବୁ ପ୍ରାଣୀଙ୍କ ଭିତରେ ମତେ ଦେଖେ ଆଉ ମୋ ଭିତରେ ସବୁ ପ୍ରାଣୀ କି ଦେଖେ। ଯୋ ମାଂ ପଶ୍ୟତି ସର୍ବତ୍ର ସର୍ବଂ ଚ ମୟି ପଶ୍ୟତି ତସ୍ୟାହଂ ନ ପ୍ରଣଶାମି ସଚମେନ ପ୍ରଣଶ୍ୟତି। ଏଇଟା ଠିକ କଥା। ତେଣୁ ଆପଣ ଚିନ୍ତା କରନ୍ତୁନି, ଆପଣ ଦେଖନ୍ତୁ ସବୁଆଡେ ଯେତେବେଳେ ଦେଖିପାରିବେ ସର୍ବତ୍ର ବିଶ୍ୱ ବ୍ରହ୍ମ ଦର୍ଶନ କରିପାରିବେ। ତାରି ପାଇଁ ତ ବର୍ତ୍ତମାନ ମୋର ଅନୁଭବ। ଏବଂ ମୁଁ ଚାହୁଁଛି କଣ ବୁଝିଲେ ନା, ସବୁ ଆମ ପୂର୍ବରୁ ଯେତେ ମୁନିଋଷି ମାନେ ସମସ୍ତେ ଅନୁଭବ କରିଛନ୍ତି, କିନ୍ତୁ ତାର ପ୍ରକୃତ ପ୍ରମାଣ ବିଶ୍ୱକୁ ପ୍ରାମାଣିକ ଭାବରେ ତଥ୍ୟ ଦେଇନାହାନ୍ତି। ଏ ବିଶ୍ୱର ବାବା ଉଦ୍ୟମ କରୁଛି ପ୍ରାମାଣିକ ଭାବରେ ବିଜ୍ଞାନ ଭିତ୍ତିକ ତଥ୍ୟ ବିଜ୍ଞାନ ସମାଜକୁ ଦେଇଯିବା ପାଇଁ ଚାହୁଁଛି। ସେଇଟା ଆପଣ ବିଶ୍ୱାସ କରିବେ ନାହିଁ, ବର୍ତ୍ତମାନ ମୋ ପାଖରେ ପ୍ରାୟ 20-30 ହଜାର ଟଙ୍କାର ବହି ମୁଁ ରଖିଛି। ମାନେ ଯୋଉ ଅବଧୂତ ଗୀତା ଯେତେ ଭୀମ ବୈକର ଯେତେ ସହିତା ସବୁ ମାନେ ପଢିଛି ରଖିଛି। ମୁଁ କିଣି ଦେଇଛି ବହୁତ। ତାରି ଉପରେ ଚାଲିଛି। ଆପଣ ଯୋଉ କହୁଛନ୍ତି ସେଇଟା ହଉଛି ସତ୍ୟ। ଆପଣ ଯୋଉ କହୁଛନ୍ତି ସେଇ ମୁଁ ଏତେ ବାଟ ଗଲା ପରେ ବି ଅନୁଭୂତି ହେଲା ପରେ ବି ମୁଁ କାହିଁକି ଅନୁଭବ କରିପାରିନି? ମୁଁ ଅନୁଭବ କରୁଛି ବୋଲି ସେଇଠି ରହୁଛି କଣ ମାନେ ମୁଁ କହିଲି ମୋର କଣ ଗୋଟେ ରହୁଛି ପ୍ରୋବ୍ଲେମ। ପ୍ରୋବ୍ଲେମଟା ଏଇଆ ହଉଛି ଆପଣଙ୍କର ସାଧନାର ଅଭାବ। ଆଜ୍ଞା, ସାଧନାଟା ପ୍ରପର କରୁଛନ୍ତି ଆପଣ, କିନ୍ତୁ ପ୍ରପର ୱେରେ ଆପଣ କରୁନାହାନ୍ତି, ଯୋଉଥିରେ କି ସେଟା ଅସୁବିଧା ହଉଛି। ନାଡି ଶୋଧନ ପ୍ରାଣାୟାମ ଇଏ ସବୁ ଆଜ୍ଞା ସାଧନା ନୁହଁ, ସେ ସବୁ ଶରୀର ପାଇଁ। ଆତ୍ମାର ମୋକ୍ଷ ଗତି ପାଇଁ ପ୍ରଥମେ ଆଗେ ମନ ସାଧନା ଦରକାର, ପ୍ରଥମେ ଜ୍ଞାନ ସାଧନା ଦରକାର, ପ୍ରଥମେ ଇନ୍ଦ୍ରିୟରୁ ନିବୃତ୍ତି ହବା ଦରକାର। ସେଇ ଗୋଟାକ ମତେ ଆଗ ବତାନ୍ତୁ, ମୁଁ ଟିକେ କିଛି ଗଲା ପରେ ତାପରେ ଆପଣଙ୍କୁ ଦ୍ୱିତୀୟ ପାହାଚ କହିବି। ହଉ ଆଜ୍ଞା, ଆପଣ ଆସିଲେ ମୁଁ କହିଦେବି। ତ ଫୋନରେ କିଛି କହିହବ ନାହିଁ। ଆପଣ କେତେବେଳେ ଆସନ୍ତୁ, ମୁଁ ଆପଣଙ୍କୁ ବତେଇଦେବି ସବୁ। ସେଟା ତ ଆମ ନିଜର ଗଠିତ କିଛି ନୁହେଁ। ମୁଁ ତ ଚାହୁଁଛି ଆପଣ ମାନଙ୍କ ଭଳି ବିଜ୍ଞ ଲୋକ ସମସ୍ତେ ଏ କଥା ଜାଣିକିରି କର୍ମ କରନ୍ତୁ। ମୋର ମନଟା ଭାରି ଉତ୍ଫୁଲ୍ଲିତ ହବ। ମୋର ଜାତି ଧର୍ମ ଗୁରୁ ବାଦ ଏଗୁଡାକ ସବୁ କିଛି କୌଣସି ପ୍ରଭେଦ ନାହିଁ। ମୁଁ ସମସ୍ତଙ୍କୁ ଚାହୁଁଛି, ଯିଏ ଅଧିକାରୀ ହଉଛି, ଯିଏ କରିବା ପାଇଁ ଚାହୁଁଛି, ତାଙ୍କ ସହିତ ମୁଁ ଯୋଗାଯୋଗ ରଖିକି ଯେତିକି ଆମେ ଜାଣିଛୁ, କାହିଁକିନା ଆମେ କହିପାରିବୁ ଯେ ଆମେ କାଛି ପଣ୍ଡିତ, ଯେତିକି ଜାଣିଛୁ ଆପଣଙ୍କୁ ଶିଖେଇଦେବୁ ନିଶ୍ଚୟ। ଏବଂ ଆପଣ ବ୍ରତୀ ହୁଅନ୍ତୁ, କର୍ମରେ ଆଗେଇ ଚାଲନ୍ତୁ। ଏଇଟା ହଉଛି ଆମର କାମନା। ଇଏ ଭଦ୍ରକ, ଆପଣ ଏ ଟ୍ରେନରେ ଭଦ୍ରକ ଗଲେ ଆପଣଙ୍କୁ ପାଇ ଯାଇକିରି ଆସି ହେଇପାରିବ? ହଁ, ଆମ ଘରଟା ଖୋର୍ଦ୍ଧା। ଖୋର୍ଦ୍ଧା ତ ଆପଣ ଖୋର୍ଦ୍ଧା ଡାଇରେକ୍ଟ ଟ୍ରେନରେ ପଳେଇ ଆସିବେ। ଭଦ୍ରକ ଯିବେନି, ଯାଜପୁର ରୋଡ ପରେ ମଞ୍ଜୁରୀ ରୋଡ ରେଲୱେ ଷ୍ଟେସନ, ସେଇଠି ଓହ୍ଲେଇ ପଇଲେ 2 କିଲୋମିଟର ମଠ ଚାଲି ଆସିବେ ସିଧା। ଖୋର୍ଦ୍ଧାରୁ ବହୁ ଲୋକ ସୁନାକଳାରୁ କତରୁ ଆରମ୍ଭ କରି ବହୁ ଲୋକ ଆସିବେ। ମୁଁ ତା ଯୋଉ ଯିବି ତା ପୂର୍ବରୁ ଆପଣଙ୍କୁ ଟିକେ ପଚାରିକି ଯିବି। ଆପଣ ଥିବେ ଗଲେ ହବ, ନହେଲେ ପରିଶ୍ରମ କରିକି। ହଁ, ନା ଆପଣ ଆସିବେ ଆଉ। ହଉ, ପ୍ରଣାମ। ଆଉ ଆପଣଙ୍କର ଭଗବାନ ମଙ୍ଗଳ କରନ୍ତୁ। ଆଉ କଣ ଆମେ ଆପଣଙ୍କୁ କହିପାରିବୁ? ଆଉ ନା ଆପଣ